ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆକାଉଣ୍ଟ ଡେବିଟ୍ ଅଛି କି ନାହିଁ। ତ ପ୍ରଥମେ ଆମେ UIDAI କି ଯିବା। ତ ତାପରେ ଇଂଲିଶ ଚୁଜ୍ କରିବା। ଏଠି ଦେଖନ୍ତୁ ଏଠି ଅଛି ଫାଷ୍ଟ ନେଇଯିବା ଆମେ ଡେସ୍କଟପ୍ ସାଇଟ୍କୁ। ଡେସ୍କଟପ୍ ସାଇଟ୍ ନେଇଯିବା। ତାପରେ ଚେକ୍ ଆଧାର ଡାଟା ଅଛି, ଟିକେ ଜୁମ୍ କରିଦେଉଛି। ଏଠି ଅଛି ଡାଟା ଷ୍ଟାଟସ୍, ସେଟା ଓକେ କରିବା। ଉପରେ ଅଛି ଦେଖନ୍ତୁ ଲଗଇନ୍, ଏଠି ଲଗଇନ୍ କରିବା। ଲଗଇନ୍ରେ ନିଜର ଆଧାର କାର୍ଡ଼ ନମ୍ବର ମାରିବା। ମୁଁ ମାରୁଛି ମୋ ଆଧାର କାର୍ଡ଼ ନମ୍ବର। ତାପରେ ଏଠି କ୍ୟାପଚା ଆମେ ଦେବା 47N r 8। ତ ଏଠି ଆମେ ଲଗଇନ୍ କଲା ପରେ ଗୋଟେ ମୋବାଇଲକୁ ଆଧାର ସଂଯୁକ୍ତ ମୋବାଇଲ ନମ୍ବରକୁ ଗୋଟେ OTP ଯିବ। ତ ମୋର OTP ଆସିଯାଇଛି, OTP 140948। ତ ଆମେ ଏଠି OTP ଦେବା 140948। ତ OTP ଦେଇ ଲଗଇନ୍ କରିବା। ଲଗଇନ୍ କଲା ପରେ ଟାଇମ୍ ଲାଗୁଛି, ନେଟୱାର୍କ ସ୍ଲୋ ଅଛି। ଏହିପରି ଆମକୁ ଶୋ କରିବ। ଶୋ କଲା ପରେ ଏଠି ଦେଖନ୍ତୁ ବ୍ୟାଙ୍କ ସିଡିଂ ଷ୍ଟାଟସ୍, ତାକୁ ଓକେ କରିବା। ଓକେ କଲା ପରେ ଆମକୁ ଏମିତି ଗୋଟେ ଶୋ କରିବ। ଦେଖନ୍ତୁ ଯେଉଁଠି ଲେଖିଥିବ ଯାହାର ଆକ୍ଟିଭ, ତ ସେଇଟା ଆମର ଡେବିଟ୍ ହେଇସାରିଛି। ଆଉ ଯାହାର ଇନ୍ଆକ୍ଟିଭ୍ ଲେଖିଥିବ ସେଇଟା ଡେବିଟ୍ ହେଇନାହିଁ। ସେଇଥିପାଇଁ କି ଅନେକ ମହିଳାଙ୍କର ସୁଭଦ୍ରା ଟଙ୍କା ଆସିବାରେ ସକ୍ଷମ ହେଇନାହାନ୍ତି। ତ ଡେବିଟ୍ କରିବାଟା ନିହାତି ଜରୁରୀ। ତ ଏହିପରି ଆମେ ଜାଣିପାରିବା ଡେବିଟ୍ କେମିତି କରାଯିବ। ତ ଏଥିରେ ହେଇପାରିବନି, ଚେକ୍ କରିହେବ କି କେମିତି ଡେବିଟ୍ କରାଯାଉଛି।